ଆଜ୍ଞା ଟିକେ ପରିଚୟ ଦେବେ। ମୁଁ ବିଜୟ କୁମାର ବେହେରା, ଆଉଟପୋଷ୍ଟ ବାଗିଲ ବାବନପୁର। କ'ଣ ଘଟଣା ଘଟିଛି? ଆପଣ ପୁଅ କିଏ ମାଡ଼ ମାରିଲେ? ପିତା ଧରଣୀଧର ବେହେରା। ଆପଣଙ୍କ ପୁଅ କିଏ ମାଡ଼ ମାରିଲେ? ମାଡ଼ ମାରିଲେ ମୁଁ ଆଜ୍ଞା ଘରେ ନଥିଲି, ମୁଁ ଯାଉଥିଲି ଜଗତପୁର ବାଟରେ। ସରପଞ୍ଚ ମୋତେ ଫୋନ୍ କଲେ, କହିଲେ ପୁଅକୁ ମାରିଦେଲେ, ଆଉ ତୁ ତୁରନ୍ତ ଘରକୁ ଆ। ମୁଁ କହିଲି ତୁ ପୋଲିସକୁ ଫୋନ୍ କର। ପୋଲିସକୁ ସେ ମଧ୍ୟ ଫୋନ୍ କରିଥିଲା। ପୋଲିସ ଆସି ଘଟଣାସ୍ଥଳରେ ପହଞ୍ଚିଲେ। ସାଙ୍ଗେ ସାଙ୍ଗେ ପୋଲିସ ପହଞ୍ଚିଲେ? ସାଙ୍ଗେ ସାଙ୍ଗେ ପହଞ୍ଚିଲେ। ମାନେ ସବୁ ଭଣଜାକୁ ତା ଭିତରେ ଫୋନ୍ କଲି। ଭଣଜା ଆସିକିରି ମେଡ଼ିକାଲ ନେଇଗଲା ପୁଅକୁ ମେଡ଼ିକାଲ ଗାଁରୁ ଜଷ୍ଟ ବାହାରି ଯାଇଛି 50 ମିଟର। ପୋଲିସ ଭ୍ୟାନ୍ ଗାଁକୁ ଏଣ୍ଟ୍ରି କଲା। ମୁଁ ଖବର ନେଲି, ମୋତେ ବି କହିଲେ, ତା ମାଆ ବି ଫୋନ୍ କଲା, କହିଲା ପୁଅକୁ ମାରିଦେଲେ। ଆପଣ ନେଲେ ଯେ ଯେଉଁ ଥାନାକୁ ଯାଇଥିଲେ, ପୁଅକୁ ଯେଉଁ ମାଡ଼ ମାରିଲେ, ମେଡ଼ିକାଲ ଗଲେ, ଅଭିଯୋଗ କଲେ ଥାନାରେ? ଆଜ୍ଞା। ପୋଲିସ କି ପ୍ରକାର ପଦକ୍ଷେପ କ'ଣ କଲା? ନାଇଁ, ପୋଲିସ ପଦକ୍ଷେପ ନେଇଛନ୍ତି। କ'ଣ ନେଇଛନ୍ତି? ନାଇଁ, ପୋଲିସ ନେଲେ। ଅଭିଯୁକ୍ତ ମାନଙ୍କୁ ଗିରଫ କରୁଛନ୍ତି? ନାଇଁ, ଗିରଫ କରିନାହାନ୍ତି। ଆଉ ପଦକ୍ଷେପ କ'ଣ ନେଲେ ପୁଣି? ସେମାନେ ତଦାରଖ କରୁଛନ୍ତି, କହିଲେ ଆମେ ତଦାରଖ କରିବୁ, ବୁଝିବୁ। ଆଉ ଆଜି ମଧ୍ୟ ଆସିଥିଲେ। କ'ଣ କହିଲେ ଆଜି? ଆପଣ ପାଖକୁ ଆସିଥିଲେ? ପୁଅଠୁ ଯାହା ଘଟଣା ବାବଦରେ ବୟାନ ନେଲେ। ଏବେ ଆପଣ କ'ଣ ଚାହୁଁଛନ୍ତି? ମୁଁ ନ୍ୟାୟ ଚାହୁଁଛି। ମୋ ଘରେ ନାହିଁ, ମୋ ଘର ଭିତରେ ମୋ ପୁଅକୁ ମାରିବା। କେଉଁମାନେ ମାରିଲେ ତାଙ୍କ ନାଁ ଜାଣିଛନ୍ତି? ହଁ, ଦେବସ୍ମିତା ପ୍ରତାପ ଶିକ୍ଷୟତ୍ରୀ ବିଶକ ସ୍କୁଲ, ଆଉ ମଝିଆ ଭାଇ ଆମର ଅକ୍ଷୟ କୁମାର ବେହେରା, ଜଇଁ ଜ୍ଞାନରଞ୍ଜନ ସ୍ୱାଇଁ, ପୁତୁରା ଜୀବନ ସଂଗ୍ରାମ ବେହେରା। ଏମାନେ ମାରିଲେ? ହଁ। ସିଏ ସେଠି କାଇଁ ମାରିବାର କ'ଣ ଅଭିପ୍ରାୟ? କ'ଣ ମାରିବା କାଇଁ ମାରିଲେ? ପଇସା ଯେତେବେଳେ ନାବାଳକ ଅବସ୍ଥାରେ ମୁଁ ତାକୁ ପାଠ ପଢ଼ଉଥିଲି, ଜଇଁ ତାକୁ ପଇସାର ପ୍ରଲୋଭନ ଦେଖେଇ ଏଠୁ ନେଲା। ମୁଁ ବାରମ୍ବାର ପ୍ରତିବାଦ କରିଛି, ଭାଇ କହିଛି ଯେ ପିଲାଟା ମଣିଷ କରିବାକୁ ଚାହୁଁଛି। ସେ ଓପନ୍ ହାର୍ଟ ସର୍ଜରୀ ଗଭର୍ଣ୍ଣମେଣ୍ଟର ଅନୁଦାନରେ ସେ ଅପରେସନ୍ କରିକି ତାକୁ ମୁଁ ଆଣିଛି ନାରାୟଣ ହୃଦୟାଳୟରୁ। ସେ ଭବିଷ୍ୟତରେ କିଛି ଉନ୍ନତି କରିପାରିବନି, ମାନେ ଶାରୀରିକ ପରିଶ୍ରମ କରିପାରିବନି। ତାକୁ ପାଠ ପଢ଼େଇ ମଣିଷ କରିବି ବୋଲି ଚେଷ୍ଟା ମୁଁ କରୁଛି। ତା ଭିତରେ ସେ ଶିଖେଇକିରି, ଯେହେତୁ ମୁଁ ପାଠ ପଢ଼ିନଥିଲି, ଏମିତି ହେଇଥିଲା ସେମିତି ତା କାର୍ଯ୍ୟରେ ତାକୁ ସାହାଯ୍ୟ କରିବା ପାଇଁ ତାକୁ ପ୍ରଲୋଭନ ଦେଖେଇ ନେଇଗଲା। କିନ୍ତୁ ପଇସା ତାର ଦେଲାନି। ସିଏ ବି ମୋ ଆଡ଼େ ଅନ୍ୟ କେତେ ପଇସା ଦେଇନାହାନ୍ତି? ପଇସା ପୁଅ ଜାଣିଥିବ ସେଇଟା। ପଇସା କେତେ ବର୍ଷ ପୁଅ କାମ କଲା ତାଙ୍କ ପାଖରେ? ତଥାପି 2-3 ବର୍ଷ। ଆଉ 2-3 ବର୍ଷ କାମ କଲା? 2-3 ବର୍ଷ। ତା ଭିତରେ ମୁଁ ଆସିଲା ବାହାଘରରେ, ମୁଁ ଜଇଁ ଯେହେତୁ ପୁଅ, ସେ ଜଇଁ, ମୁଁ ବାହାଘରକୁ ତାକୁ ମଧ୍ୟ ଡାକିଥିଲି। ତାକୁ ବୁଝେଇଥିଲି, ଦେଖ ତମ ଭିତରେ କ'ଣ ହେଇଛି ସେଗୁଡ଼ାକ ଆଉ ମୁଁ ବଞ୍ଚିତ ହେବା ପର୍ଯ୍ୟନ୍ତ ତମେ ଆସିବ ଯିବ। ମୁଁ ବାହାଘର କରୁଛି, ପଇସା ଖର୍ଚ୍ଚ କରୁଛି, ତମେ ଆସ ଏଠିକି ଯାଅ। ସେ ତାଙ୍କର ସହିତ ଆସିଲେ, 2 ଜଣଙ୍କ ଭିତରେ ବକ୍ଚସା ହେଲେ। ସିଏ ବି ଗୋଟେ ବାଡ଼ି ଧରିକି, ଠେଙ୍ଗା ଧରିକି ଆସିଲା ବାଡ଼େଇବାକୁ। ତାକୁ ଲୋକ ବି ଧରାଧରି କଲେ। ଇଏ ପୁଅ ବି କହିଲା ମୁଁ ପଇସା ଦେନୁ, କାହିଁ ଏଠିକି ଆସିଛୁ। ମୁଁ ସେଠୁ ସେମାନେ ପୁତୁରା ବୁଝାବୁଝି କରି ତାଙ୍କୁ ବିଦା କଲେ। ତା ଭିତରେ ଭାଇ ଆମର ସରପଞ୍ଚକୁ ଧର, ଆକୁ ଧର, ଜଏଣ୍ଟ ଅପମାନ ପାଇଲା, ଇଏ କଲା, ଗଣ୍ଡଗୋଳ ହେଲା। ତାକୁ ଟିକେ ସମାଧାନ କରିବା ପାଇଁ ବାଟାଳୁ। ସେଦିନ ମୋତେ 1 ବେଳେ ଡାକିଥିଲେ। ମୁଁ ତାଙ୍କ ହାତ ଯୋଡ଼ି ଭୁଲ ମାଗିଲି। ମୁଁ ଦେଖିଲି ସବୁ ମଦ୍ୟପାନ ପିଇକି ଲୋକ ସବୁ ଆସିଛନ୍ତି। ମୁଁ ଦେଖିଲି ଏମାନେ ସବୁ। କେତେ ଜଣ ଲୋକ ଆସିଥିଲେ ଆପଣଙ୍କ ଘର ପାଖକୁ? ନାଇଁ, ଘର ପାଖକୁ ନୁହେଁ, ସେ ବାଲିଆ ଆମର ଡକେଇଥିଲେ। ନା, ଯେଉଁ ଗଣ୍ଡଗୋଳ ଯେତେବେଳେ ହେଲା? ଗଣ୍ଡଗୋଳ ବେଳେ ବି ନଥିଲେ ଆପଣ? ନା, ବାଲିଆ ଆମର ଡକେଇଥିଲେ। ମୁଁ ଦେଖ, ମୁଁ ତମ ହାତ ଯୋଡ଼ୁଛି, ଆଉ ଦିନେ ଥଣ୍ଡା ମାଇଣ୍ଡରେ ବସିକି ବିଷୟରେ ଆଲୋଚନା କରିବା। ଘରେ ବସିଲେ କ'ଣ ଭଲ ହେବନି? ସଲାର ମଠ ବାଲିଆ ଏଠି ସେ ଡାକୁଛ, ଇଜ୍ଜତ ମତ ପଳେଇବ, ଆଉ ଭଲ ଲାଗିବନି। ଭାଇ ଭିତର କଥା, ଏସବୁ ନିଜ ଜଇଁ ଶ୍ୱଶୁରର କଥା, ଆଉ ତମେ ଏମିତି କରନା। ମୁଁ ହାତ ଯୋଡ଼ୁଛି। ଆଉ ଭାଇ ଜଇଁଙ୍କ ଘର କୋଉଠି? ଶୁକରପଡ଼ା। ଆଚ୍ଛା। ମୁଁ କହିଲି ହାତ ଯୋଡ଼ୁଛି, ତମେ ଆଉ ଦିନେ କୋଉଟା ଆସ, ବସ, କର, ମୁଁ ତମକୁ ଡାକିବି, ଆସି ବସିକି ଜିନିଷ ତୁଟେଇବା। ଏବେ ଆପଣ ପୋଲିସ ଆପଣଙ୍କୁ ସହାୟତା କରୁଛି? ଆଜ୍ଞା। ସେଠୁ ତାପରେ ତୁଟେଇକି ମୁଁ କହିଲି ତମେ ଯାଉଛି। ମୁଁ ଆଉ ଖାଇଲିନି ମଧ୍ୟ, ସେଇଠୁ ପଳେଇଲି। ମୋର ଜଗତପୁର ଟ୍ରାନ୍ସପୋର୍ଟ ଅଫିସରେ କାମ ଥିଲା ବାକି। ମୁଁ ପଳେଇଲି। ମୁଁ ଯାଇ କିଛି ବାଟରେ ହେଇଛି, ମୋତେ ଫୋନ୍ କଲା, ମୋ ସ୍ତ୍ରୀ ଫୋନ୍ କଲା, ସରପଞ୍ଚ ଫୋନ୍ କଲା। ତାପରେ ଗାଁରୁ ଆଉ 2 ଜଣ ମଧ୍ୟ ଫୋନ୍ କଲେ। ଗାଁ ଲୋକ, ଜଣେ ମିଶ୍ର, ବୁଲୁ ମିଶ୍ର ବୋଲିକି ସେ ଫୋନ୍ କଲା। ଆମ ଟୁଲିଆ ବୋଲି ଗୋଟେ ସାନ ଭାଇ, ସେ ଫୋନ୍ କଲା, ମାରିଦେଲେ, ତମେ କେମିତି ପଳେଇଲ? ଆରେ କାହିଁ, କ'ଣ ପାଇଁ? ମୁଁ ପୁରା ବ୍ୟତିବ୍ୟସ୍ତ ହୋଇପଡ଼ିଲି। ବ୍ୟତିବ୍ୟସ୍ତ ହୋଇ ଭଣଜାକୁ ଫୋନ୍ କଲି, ଆଉ ସରପଞ୍ଚକୁ ମଧ୍ୟ କହିଲି ପୋଲିସ ଡାକେ, ତୁରନ୍ତ ଡାକେ। ସେ ଯାହା ହଉ ଘଟଣାସ୍ଥଳକୁ ପୋଲିସ ଆସନ୍ତୁ। ସେଠୁ ସିଏ ପୋଲିସ ମଧ୍ୟ ଫୋନ୍ କରିଛି। ଭଣଜା ନେଇ ତାର ମେଡ଼ିକାଲ ଆଡ଼ମିସନ୍ କରିଛି।